ମାନେ ଲଙ୍କା ଆଚାର କରିବାଟା ମୋତେ ଏତେ କଷ୍ଟ ଦେବ ମୁଁ କେବେ ଭାବି ବି ନଥିଲି। ଚାଲନ୍ତୁ ଆଗକୁ କ'ଣ ହେଲା ମୁଁ ଜଣାଉଛି। ଜୟ ଜଗନ୍ନାଥ। ମୁଁ ପୂର୍ଣ୍ଣିମା, ମୁଁ ମୋ ସ୍ୱାମୀଙ୍କ ସହିତ ବାଙ୍ଗାଲୋରରେ ରହୁଛି। ଆଜି ଠାକୁରଙ୍କ ପୂଜା ଜଲ୍ଦି ଜଲ୍ଦି ସାରିଦେଇ ବାହାରିଲି ରୋଷେଇ କରିବା ପାଇଁ। ରୋଷେଇଟା ବି ଆଜି ବହୁତ ତରତରରେ କରିଛି, କାରଣ ମୋତେ ଲେଟ୍ରେ ପରିବା ଆଣିକି ଦେଲେ, ଆଉ କହିଲେ କି 1 ଘଣ୍ଟା ଭିତରେ ଯଦି ରୋଷେଇ କରିବେ ତାହେଲେ ଖାଇକି ଯିବି, ନହେଲେ ସେମିତିକା ପଳେଇବି। ତ ମୁଁ କହିଲି ମୁଁ ହଉ ରୋଷେଇ ଜଲ୍ଦି ଜଲ୍ଦି କରିଦେଉଛି, ଦେଖିବା କେତେ କ'ଣ ହେଉଛି, ସେଇ ସମୟ ଭିତରେ ତମେ ଖାଇକି ଯିବ ଯାହା ହେଇଥିବ ଆଉ କହିକି ଏଠି ସବୁ ଭଜା ବସେଇଦେଲି। ତାପରେ ମାନେ ଡାଲି କରିବା ପାଇଁ ବସାଉଛି। ଡାଲିଟା ଏକାଥରକେ ଛୁଙ୍କ ଦେଇକି ବସେଇଦେବି, ଯେଉଁଟାକି ସେକେଣ୍ଡ ଟାଇମ୍ ଆଉ ଛୁଙ୍କ ଦେବା ପାଇଁ ପଡ଼ିବନି, ତ ଜଲ୍ଦି ବି ହେଇଯିବ ଡାଲିଟା ମୁଁ ବସ୍ ମାନେ ସବୁ ଧୋଇ ଧାଇକି ପରିବା ତ ନାହିଁ, ବାସ୍ ଟମାଟୋ ସେସବୁ ପକେଇକି ଆଜି ବସେଇଦେଲି। ଡାଲିଟା ବସେଇ ଦେଇ ସାରିଲା ପରେ କିଛି ସମୟ ଗଲା ପରେ ଦେଖିଲି ଡାଲିଟା ବି ହେଇଯାଇଛି। ମାନେ ଖୋଲିକି ମୁଁ ତାକୁ ଦେଖୁଥିଲି, ବାସ୍ ପୋଡ଼ି ଯାଇନି ତ, ମାନେ ପାଣି ବହୁତ କମ୍ ଦେଇଥିଲି ତ ପୋଡ଼ି ଯାଇନି ତ, ସେଟା ଦେଖୁଥିଲି। ନାହିଁ କିନ୍ତୁ ପୋଡ଼ି ନଥିଲା, ମାନେ ଭଲ ରହିଥିଲା ଡାଲିଟା। ଏତେ ସବୁ ଭିତରେ ସବୁ ରୋଷେଇ ବି ସରିଯାଇଥିଲା, ଭାତ ଡାଲି ଭଜା ଏସବୁ ସବୁ ସରିଯାଇଥିଲା। ଆଉ ଟମାଟୋ ବି ମୁଁ ପୋଡ଼ିଥିଲି, ଦେଖେଇବି ଚାଲନ୍ତୁ। ଏଠି ସବୁ ରୋଷେଇ ସରିଗଲା। ମୁଁ ଖାଇବା ପାଇଁ ଜଲ୍ଦି ଜଲ୍ଦି ବାଢ଼ି ନେଲି, ତାଙ୍କୁ ଦେବି ଖାଇବା, ଲେଟ୍ ହେଇଯାଉଛି ତାଙ୍କର। ଏଠି ଡାଲି ଆଉ ଟମାଟୋ ପୋଡ଼ିଥିଲି ଚଟଣି କରିବି, ଆଉ ଏଇଟା ହେଉଛି ଭାତ, ଆଉ ଏଇଟା ହେଉଛି ଫୁଲକୋବି ଆଳୁ ଭଜା। କରିସାରିଲା ପରେ ମୋତେ ସେ ଖୁଆଇଦେଲେ। ମୁଁ ବି ଖାଇକି ଦେଖିଲି ଯେ ଏତେ କମ୍ ସମୟରେ ଭଲ ରୋଷେଇ, ମାନେ ଜଲ୍ଦି ଜଲ୍ଦିରେ ବହୁତ ଭଲ କରିଦେଇଛି ରୋଷେଇଟା। ଖାଇକି ଦେଖିଲି, ସେ ଖାଇସାରିଲା ପରେ ସେ ଅଫିସ୍ ପଳେଇଲେ। ମୁଁ ଏଠି ବାହାରିଲି ଲଙ୍କା ଆଚାର କରିବା ପାଇଁ। ସକାଳେ ମୋତେ ଟାଇମ୍ ହେଇନଥିଲା, ମୁଁ ଭାବିଲି ଲଙ୍କାଟା ଜଲ୍ଦି ଜଲ୍ଦି କାଟି ଦେଇକି ତାପରେ ରୋଷେଇ କରିସାରିଲା ପରେ କାଟି ଦେଇକି ମୁଁ ଆଚାର କରିଦେବି। ତାକୁ କାଟି ତ ଦେଲି, ବାସ୍ ମାନେ ଏତେ ଲଙ୍କା ଛିଡ଼ା ହେଇକି କାଟିବା ଦେବି ବହୁତ କଷ୍ଟ, ମାନେ ଟାଇମ୍ ତାକୁ ଲାଗିବ। ଏଠି ମସଲା ପ୍ରସ୍ତୁତ କରିଦେଉଛି ଆଚାର ପାଇଁ। ଆଉ ଏଠି ସବୁ ମସଲା ପକେଇକି ଆଚାରଟା ଗୋଳେଇ ଦେଲି। ତା ଦେହରେ ଟିକେ ମାନେ ତେଲ ଗରମ କରିଥିଲି ତେଲ ଦେବା ପାଇଁ, ବାସ୍ ଟିକେ ଅଧିକ ଗରମ ଥିଲା ବୋଲି ଟିକେ ଥଣ୍ଡା କରିଦେଲି ତାକୁ, ମାନେ ଅଳ୍ପ ଗରମ ଅଳ୍ପ ଥଣ୍ଡା ମିଶେଇକି ତେଲ ତା ଦେହରେ ଗୋଳେଇ ଦେଲି। ତେଲଟା ବି ସର୍ଟ ହେଇଗଲା, ତାକୁ ପୁଣି ଥରେ ଗରମ କରିକିନା ପୁଣି ଥରେ ଦେଇଥିଲି। ଆଚାର ଗୋଳଉଛି ସିନା, କିନ୍ତୁ ଏପଟେ ମୋ ହାତ ଏତେ ଜୋରସେ ଜଳୁଛି ଯେ ଇଚ୍ଛା ହେଉଛି ହାତଟାକୁ ଖୋଲିକି ନେଇକି ମାନେ ଫ୍ରିଜ୍ରେ ରଖିଦେବି, ଏତେ ଜୋରସେ ପୋଡ଼ୁଛି। ବହୁତ ରାଗ ଲଙ୍କା ନା ଏଇଟା, ସେଥିପାଇଁ ମୁଁ ଏଠୁ ଅତରା ସେ ଡବାରେ ସବୁ ଆଚାରକୁ ରଖିଦେଇକି ଜଲ୍ଦି ଜଲ୍ଦି ଦୌଡ଼ିଲି ହାତ ଧୋଇବା ପାଇଁ। ଏଠି ଯେତେ ହ୍ୟାଣ୍ଡ ୱାଶ୍ ଯାହା ଲଗେଇକି ଧୋଇଲି, କମିଲା ନାହିଁ ତା ହାତ ଜଳା ମୋର। ବାପରେ ବାପ, ଏତେ ଜୋରସେ ପୋଡ଼ୁଥିଲା ହାତ। କାହାକୁ କାହାକୁ ଲଙ୍କା ଆଚାର ଖାଇବା ପାଇଁ ପସନ୍ଦ, କମେଣ୍ଟ କରି ଜଣାଇବେ ନିଶ୍ଚିତ। ଆଜି ପାଇଁ ଏତିକି, ରହିଲି। ଜୟ ଜଗନ୍ନାଥ।